Welcome to Deep Insights. So, ଆଜି ଆମେ ଆଲୋଚନା କରିବା ସୁରେନ୍ଦ୍ର ମହାରଣାଙ୍କ ଦ୍ୱାରା ରଚିତ ଯେଉଁ ରହିଛି ଓଡ଼ିଆ ସାହିତ୍ୟର ଇତିହାସ, ସେଇଥିରେ ଯେଉଁ ରହିଛି କୋର୍ 1 ରେ ଯେଉଁ ରହିଛି ଚର୍ଯା ସାହିତ୍ୟ ଏବଂ ନାଥ ସାହିତ୍ୟ। ଚର୍ଯା ସାହିତ୍ୟଟିକୁ ଆମେ ସମ୍ପୂର୍ଣ୍ଣ ରୂପେ ଆଲୋଚନା କରିଦେଇଛେ। ବର୍ତ୍ତମାନ ଆମେ ଦେଖିବା ନାଥ ସାହିତ୍ୟ, ଯୋଉଗୁଡ଼ିକ ରହୁଛି ପ୍ରାକ୍ ସାରଳା ଯୁଗୀୟ ସାହିତ୍ୟ ଭାବରେ ଗୃହୀତ କେତେକ ବିବଦମାନ ଓ ସଂଶୟିତ ରଚନା। ନାଥ ସାହିତ୍ୟ ଦେଖିବା। ନାଥ ଧର୍ମ ହେଉଛି ଏକ ଯୋଗ ଭିତ୍ତିକ ଧର୍ମ। ଏହି ଧର୍ମର ଏପରି ନାମକରଣ ହୋଇଥିବାର କାରଣ ହେଉଛି ଏହାର ପ୍ରବର୍ତ୍ତକ ଓ ମୁଖ୍ୟ ପ୍ରଚାରକ ଗଣ ନିଜକୁ ନାଥ ପଦବୀରେ ଭୂଷିତ କରନ୍ତି। ଯେକୌଣସି ଜାତିର ଲୋକ ହୁଅନ୍ତୁ ନା କାହିଁକି, ଏହି ଧର୍ମ ଗ୍ରହଣକାରୀ ନିଜର କୌଳିକ ସଂଜ୍ଞା ପରିହାର କରି ନାଥ ସଂଜ୍ଞାଟିକୁ ଗ୍ରହଣ କରନ୍ତି। ନାଥ ଶବ୍ଦର ସାଧାରଣ ଅର୍ଥ ହେଉଛି ସ୍ୱାମୀ ବା ପ୍ରଭୁ। ଶକ୍ତି ସଙ୍ଗମ ତନ୍ତ୍ର ଅନୁସାରେ ଶ୍ରୀ ମୋକ୍ଷ ଦାନ ଦକ୍ଷତ୍ୱାତ୍ ନାଥ ବ୍ରହ୍ମାନୁବୋଧନାତ୍ ସ୍ଥଗିତ ଜ୍ଞାନ ବିଭବାତ୍ ଶ୍ରୀନାଥ ଇତି ଗୀୟତେ। ଓକେ, ଡକ୍ଟର ହଜାରୀ ପ୍ରସାଦ ଦ୍ୱିବେଦୀ ଏହି ଶ୍ଲୋକଟିର ଏହିଭଳି ଅର୍ଥ କରିଛନ୍ତି। ନା ଶବ୍ଦର ଅର୍ଥ ଯାହା ମୋକ୍ଷ ଦାନରେ ଦକ୍ଷ, ଅର୍ଥାତ୍ ଯାହା ମୋକ୍ଷ ପ୍ରାପ୍ତି ସମ୍ବନ୍ଧରେ ସମ୍ୟକ ଜ୍ଞାନ ଦିଏ, ଓ ଥ ଶବ୍ଦର ଅର୍ଥ ଦୂରୀକରଣ। ତାମାନେ ଆମେ ଜାଣିଲେ ଯୋଡ଼ିଏ ଜିନିଷ। ନା ଶବ୍ଦର ଅର୍ଥ ଯାହା ମୋକ୍ଷ ଦାନରେ ଦକ୍ଷ, ସଂସାର ଜଞ୍ଜାଳମୟ, ସଂସାରରୁ ତରିବା ପାଇଁ ଭଗବାନଙ୍କ ଚରଣରେ ନିଜକୁ ସମର୍ପଣ କରିବା ପାଇଁ କି ମୋକ୍ଷର ଆବଶ୍ୟକତା ରହିଛି। ତେଣୁ ମୋକ୍ଷ ଦାନରେ ଯାହା ଦକ୍ଷ, ତାହାର ଅର୍ଥ ହେଲା ନା। ଥର ଅର୍ଥ ଅଜ୍ଞାନରୁ ଦୂରୀକରଣ। ଏଠି ସଂସାର ହେଉଛି ଗୋଟେ ଅଜ୍ଞାନର ଗୋଟେ ସାଗର, ଯୋଉଠିକି କ'ଣ ଲୋକମାନେ ସବୁବେଳେ କ'ଣ ଜର୍ଜରିତ ହେଉଥାନ୍ତି। ତ ସେଇ ସଂସାରର ଉର୍ଦ୍ଧ୍ୱରୁ ଉଠିବାର ଯେଉଁ ପ୍ରଣାଳୀ ରହିଛି, ତାହା ନାଥ ଧର୍ମରୁ ଆମକୁ ଗ୍ରହଣ କରିବାର ଅଛି, ଯାହା ଦ୍ୱାରା କି ଆମେ ସ୍ୱୟଂ ପରବ୍ରହ୍ମଙ୍କର ପଦ୍ମ ଚରଣରେ ଯାଇକି ପହଞ୍ଚି ପାରିବା, ହେଲା କି। ତେଣୁ ନାଥର ଆଶ୍ରୟରେ ନାଥ ବ୍ରହ୍ମର ସାକ୍ଷାତକାର ହୁଏ ଏବଂ ଅଜ୍ଞାନର ମାୟା ଅବରୁଦ୍ଧ ହୁଏ। ନାଥ ସମ୍ପ୍ରଦାୟ ପୃଷ୍ଠା 3। ନିଜକୁ ସର୍ବଦା ପ୍ରଭୁଙ୍କ ନିକଟରେ ସମର୍ପଣ କରିବାର ଯେଉଁ ଭାବ ରହିଛି, ତାହା ନାଥ ସାହିତ୍ୟ, ନାଥ ସମ୍ପ୍ରଦାୟରୁ ଆମେ ଶିକ୍ଷା ଲାଭ କରିଥାଉ। ଖ୍ରୀଷ୍ଟୀୟ 1200 ଶତାବ୍ଦୀ ସୁଦ୍ଧା ନାଥ ଧର୍ମ ଓଡ଼ିଶା ତଥା ଭାରତର ଅନ୍ୟାନ୍ୟ ଅଞ୍ଚଳକୁ ପରିବ୍ୟାପ୍ତ ହୋଇଥିଲା। କେଉଁ ଶତାବ୍ଦୀ ସୁଦ୍ଧା? 1200 ଶତାବ୍ଦୀ ସୁଦ୍ଧା। ମନେ ରଖିବେ, କେଉଁ ଶତାବ୍ଦୀ ସୁଦ୍ଧା ନାଥ ଧର୍ମ ଓଡ଼ିଶା ତଥା ଭାରତର ଅନ୍ୟାନ୍ୟ ଅଞ୍ଚଳକୁ ଯାଇଥିଲା? ଏହାକୁ ବୌଦ୍ଧ ସହଜିଆ ସିଦ୍ଧ ସମ୍ପ୍ରଦାୟର ଏକ କ'ଣ କୁହାଯାଏ? ବିକଶିତ ତଥା ଶକ୍ତିଶାଳୀ ରୂପ ଭାବରେ ଗ୍ରହଣ କରାଯାଏ। ତାହେଲେ କ'ଣ ଭାବରେ ଗ୍ରହଣ କରାଗଲା? ଆମର ଯୋଉ ରହିଲେ ବୌଦ୍ଧ ସହଜ ସିଦ୍ଧ ମାନଙ୍କର ଇଏ ହଉଛି ଗୋଟେ ଶକ୍ତିଶାଳୀ କ'ଣ ନା ବିକଶିତ ତଥା ଶକ୍ତିଶାଳୀ ରୂପ ହିସାବରେ ଏହାକୁ ଗ୍ରହଣ କରାଯାଇଛି। ଓକେ, ଦେନ୍ ଦେଖିବା ଆମେ କ'ଣ ରହିଛି ସବୁ ନାଥ ଧର୍ମରେ। ନାଥ ସାହିତ୍ୟ ତଥା ନାଥ ଧର୍ମ ଦର୍ଶନରେ ପ୍ରସଙ୍ଗ କ୍ରମେ କିଏ କିଏ ରହିଲେ? କାହ୍ନୁପା ରହିଲେ, ଲୁଇପା ରହିଲେ, ତନ୍ତିପା ପ୍ରଭୃତି ଚର୍ଯା ଗୀତି ରଚୟିତା। ବୌଦ୍ଧ ସହଜିଆ ସିଦ୍ଧାଚାର୍ଯ୍ୟଙ୍କ ନାମ ଲେଖ ହିଁ ସେମାନଙ୍କର ଏପରି ମତ ପୋଷଣର ହେତୁ ଅଟେ। ଏହା ଶୈବ ଧର୍ମର ଏକ ଶାଖା ହିସାବରେ ଗୃହୀତ ହୁଏ। ଡକ୍ଟର ହଜାରୀ ପ୍ରସାଦ ଦ୍ୱିବେଦୀଙ୍କ ଦ୍ୱାରା। ହଜାରୀ ପ୍ରସାଦ ଦ୍ୱିବେଦୀଙ୍କ ମତରେ ଏହା ଶୈବ ଧର୍ମର ଏକ ଶାଖା। ଯୋଗ ନାଥ ଧର୍ମର ପ୍ରଧାନ ଉପାସନା ପଦ୍ଧତି ଓ ଯୋଗେଶ୍ୱର ଶିବ ହେଉଛନ୍ତି ଏହାର ପ୍ରଧାନ ଉପାସ୍ୟ ଦେବତା। ଏହି ଅଭିମତର ସୃଷ୍ଟି ହୋଇଛି। ଦେଖନ୍ତୁ, ନାଥ ଧର୍ମ ଗୋଟିଏ ଯୋଗ ଭିତ୍ତିକ ଧର୍ମ ଅଟେ ଏବଂ ଯୋଗେଶ୍ୱର ହେଉଛନ୍ତି ସ୍ୱୟଂ ଶମ୍ଭୁ, ଶିବ ହେଉଛନ୍ତି ଏହାର ପ୍ରଧାନ ଉପାସ୍ୟ। ଆଚାର୍ଯ୍ୟ କ୍ଷିତିମୋହନ ସେନ
ଅନ୍ ହିନ୍ଦୁଇଜିମ୍ ପୁସ୍ତକରେ ନାଥ ଧର୍ମକୁ ବୈଦିକ ସଭ୍ୟତାର ପୂର୍ବରୁ ଦେଖନ୍ତୁ ବୈଦିକ ସଭ୍ୟତାର ପ୍ରଚଳନ ଯେବେଠୁ ଦେଖାଯାଏ ତାର ପୂର୍ବରୁ ନାଥ ସାହିତ୍ୟର ପ୍ରଚଳନ ଦେଖିବାକୁ ମିଳେ। ପରବର୍ତ୍ତୀ କାଳରେ ଏହା ବୌଦ୍ଧ ଜୈନ ହିନ୍ଦୁ ଧର୍ମର ସଂସ୍ପର୍ଶରେ ଆସି ପରିବର୍ତ୍ତିତ ନୀତି ନିୟମ ଧାରଣ କରିଥିବା କଥା ପ୍ରକାଶ। ଅଧ୍ୟାପକ A.P. କମରକର ଏହି ଧର୍ମକୁ ଆର୍ଯ୍ୟତର ବାର୍ତ୍ୟ ଶୈବ ଧର୍ମର ଏକ ଶାଖା ରୂପେ ଗ୍ରହଣ କରନ୍ତି। A.P. କମରକର କଣ କହିଥିଲେ ନା ଆର୍ଯ୍ୟତର ବ୍ରାତ୍ୟ ଶୈବ ଧର୍ମର ଏକ ଶାଖା ରୂପେ ଗ୍ରହଣ କରନ୍ତି। ତାଙ୍କ ମତରେ ଶୈବ ଧର୍ମ ଥିଲା ଆର୍ଯ୍ୟତର ବ୍ରାତ୍ୟ ମାନଙ୍କର ଗୋଟେ ମୌଳିକ ଧର୍ମ। ଏମାନେ କଣ କରୁଥିଲେ ଆର୍ଯ୍ୟତର ବ୍ରାତ୍ୟ ଯୋଉ ଥିଲେ ସେମାନେ ଶିବ, ମାତୃଶକ୍ତି, ଅମ୍ବା ବା ଦୁର୍ଗା, କାର୍ତ୍ତିକେୟ, ଗଣେଶ ଓ ଲିଙ୍ଗଙ୍କୁ ମୁଖ୍ୟ ଦେବତା ଭାବରେ ଗ୍ରହଣ କରି ଉପାସନା କରୁଥିଲେ। ବୈଦିକ ଆର୍ଯ୍ୟ ଓ ଅବୈଦିକ ବ୍ରାତ୍ୟ ମାନଙ୍କର ବୈଦିକ ଆର୍ଯ୍ୟମାନେ ଭାରତୀୟ ପ୍ରତ୍ନ ବୈଦିକ ଅଧିବାସୀ ମାନଙ୍କୁ ବ୍ରାତ୍ୟ ବୋଲି କହୁଥିଲେ। ସଂସ୍କୃତିର ସମନ୍ୱୟ ଘଟିବା ଫଳରେ ଯେତେବେଳେ ସଂସ୍କୃତି ମାନଙ୍କର ସମନ୍ୱୟ ଘଟିଛି ଫଳରେ ଉଭୟ ଗୋଷ୍ଠୀର ଦେବାଦେବୀଙ୍କର ସମନ୍ୱିତ ସ୍ୱରୂପ ପ୍ରକାଶିତ ହୋଇଥିଲା ଏବଂ ବ୍ରାତ୍ୟ ଦେବତା ଶିବ ଓ ବୈଦିକ ଦେବତା ରୁଦ୍ର ଏକ ଓ ଅଭିନ୍ନ ଭାବରେ ଗୃହୀତ ହୋଇଥିଲେ। କ୍ରମ ବିକାଶ ପଥରେ ଏହି ସମନ୍ୱିତ ଶୈବ ଧର୍ମରୁ ବହୁ ଶୈବ ସମ୍ପ୍ରଦାୟର ସୃଷ୍ଟି ହୋଇଥିଲା। ସେଇଭଳି ଭାବରେ ନାଥ ଧର୍ମ ହଉଛି ଏହାର ଗୋଟିଏ ଶାଖା। ଏହିପରି ଏକ ପ୍ରାଚୀନ ଐତିହ୍ୟ ସମ୍ବଳିତ ଧର୍ମକୁ ବୌଦ୍ଧ ଧର୍ମର ସହଜ ସାଧନାର ପରିବର୍ତ୍ତିତ ରୂପ ବୋଲି ପ୍ରକାଶ ପାଇଥିବା ମତ ଗୁଡ଼ିକ ଆଦୌ ଯଥାର୍ଥ ନୁହେଁ। ବରଂ ବିନା ଦ୍ୱିଧାରେ କୁହାଯାଇପାରେ ଯେ ତ୍ୟାଗ, ଯୋଗ ଓ ସନ୍ନ୍ୟାସ ଆଧାରିତ ଏହି ଧର୍ମ ବୌଦ୍ଧ ସହଜିଆ ମାନଙ୍କର ଯୌନ ବ୍ୟଭିଚାରର ପ୍ରତିକ୍ରିୟା ସ୍ୱରୂପ ସୃଷ୍ଟି ହୋଇଛି। ଯୋଗ, ତ୍ୟାଗ ଓ ସନ୍ନ୍ୟାସ ଦ୍ୱାରା ଏଗୁଡ଼ିକ ସୃଷ୍ଟି ବୋଲିକି କୁହାଯାଇପାରେ। ଗୋରେଖ ସଂହିତା ଅନୁସାରେ ଗୋରେଖନାଥ ଯିଏ ସେ ନାଥ ଧର୍ମର ପ୍ରବର୍ତ୍ତକ ଓ ନାଥ ସଂଜ୍ଞାଧାରୀ ଯୋଗୀ ଜାତି ତାଙ୍କ ଠାରୁ ଜାତ। ବିନ୍ଦୁନାଥ, ମୀନନାଥ, ଗୋରକ୍ଷନାଥ, ଛାୟାନାଥ, ସତ୍ୟନାଥ ପ୍ରମୁଖ ନାଥ ମତବାଦର ବିଶିଷ୍ଟ ମହାତ୍ମା ଗଣଙ୍କ ଦ୍ୱାରା ନାଥ ଧର୍ମ ପ୍ରଚାରିତ ହୋଇ ପରିବ୍ୟାପ୍ତ ହୋଇଛି। ମତ୍ସ୍ୟେନ୍ଦ୍ରନାଥଙ୍କ ବିଷୟରେ ବର୍ତ୍ତମାନ ଆଲୋଚନା କରିବା। ଦେଖନ୍ତୁ ଆମେ କିଛି ଆଲୋଚନା କରେ ଗୋରେଖ ସଂହିତା ନାଥ ଧର୍ମ ସମ୍ପର୍କରେ। ବର୍ତ୍ତମାନ ଆମେ ଦେଖିବା ମତ୍ସ୍ୟେନ୍ଦ୍ରନାଥଙ୍କ ସମ୍ପର୍କରେ। ସମଗ୍ର ଭାରତ ବର୍ଷରେ ଖ୍ରୀଷ୍ଟୀୟ 10ମ ରୁ 12ଶ ଶତାବ୍ଦୀ ମଧ୍ୟରେ ନାଥ ଧର୍ମର ବ୍ୟାପକ ପ୍ରଚାର ହୋଇଥିଲା ସିଦ୍ଧାଚାର୍ଯ୍ୟ ମତ୍ସ୍ୟେନ୍ଦ୍ରନାଥ ଓ ଗୋରଖନାଥଙ୍କ ଦ୍ୱାରା। ମତ୍ସ୍ୟେନ୍ଦ୍ରନାଥଙ୍କର ଅପର ନାମ ହେଉଛି ମଚ୍ଛନ୍ଦରନାଥ ବା ମୀନନାଥ। ମୀନନାଥ ହେଉଛି ମତ୍ସ୍ୟେନ୍ଦ୍ରନାଥଙ୍କର ଗୋଟେ ଅପର ନାମ। କିମ୍ବଦନ୍ତୀ ଓ ପୌରାଣିକ ବର୍ଣ୍ଣନାରେ ତାଙ୍କ ଜନ୍ମ ସହିତ କିମ୍ଭୂତକିମାକାର ବିଭିନ୍ନ ପ୍ରକାର କିମ୍ବଦନ୍ତୀ ଦେଖିବାକୁ ମିଳେ ମତ୍ସ୍ୟେନ୍ଦ୍ରନାଥଙ୍କ ଜୀବନୀରେ। ମତ୍ସ୍ୟେନ୍ଦ୍ରନାଥଙ୍କ ଜନ୍ମ ସମ୍ପର୍କରେ ଏହି କିମ୍ବଦନ୍ତୀ ଅନୁସାରେ ସାଗର ତଟ ଦେଶରେ ପାର୍ବତୀଙ୍କୁ ଆଦିନାଥ ଶିବ ଯୋଗ ବିଦ୍ୟାର ରହସ୍ୟ ବୁଝାଉଥିବା ସମୟରେ ପାର୍ବତୀ ନିଦ୍ରାମଗ୍ନା ହୋଇଯାଇଥିଲେ। ମାତ୍ର ସେଇ ସମୟରେ କଣ ହୋଇଥିଲା ନା ମତ୍ସ୍ୟେନ୍ଦ୍ରନାଥ ଯିଏ ସେ ମୀନ ରୂପରେ ଯୋଗ ବିଦ୍ୟାର ରହସ୍ୟ ସବୁ ଶୁଣିଥିଲେ। ଏଣୁ ତାଙ୍କର ନାମ ମୀନନାଥ ହୋଇଥିଲା। ତ ମୀନନାଥ ତାଙ୍କ ନାଁ କିଭଳି ଭାବରେ ହୋଇଛି? ଯୋଉ ସମୟରେ ଯୋଗ ବିଦ୍ୟା ଆଦିନାଥ ଶିବ ଯୋଗ ବିଦ୍ୟାର ରହସ୍ୟ ବୁଝାଉଥିବା ସମୟରେ ପାର୍ବତୀ ଧ୍ୟାନମଗ୍ନା ଥିଲେ, ନିଦ୍ରାମଗ୍ନା ଥିଲେ। ସେଇ ସମୟରେ ମତ୍ସ୍ୟେନ୍ଦ୍ରନାଥ ମୀନ ରୂପରେ ଏଇ ସବୁ ଯୋଗ ବିଦ୍ୟାକୁ ଆହରଣ କରିଥିଲେ। ତେଣୁ ୟାଙ୍କ ନାଁ ମୀନନାଥ ବୋଲି କୁହାଯାଇଛି। ନେପାଳ ପରମ୍ପରାରେ ମତ୍ସ୍ୟେନ୍ଦ୍ରନାଥ ସ୍ୱୟଂ ଅବଲୋକିତେଶ୍ୱର। ନେପାଳର ଏକ କିମ୍ବଦନ୍ତୀ କହେ ଯେ ରାଜା ନଗେନ୍ଦ୍ର ଦେବଙ୍କ ସମୟରେ ଦେଶରେ ବର୍ଷା ନ ହେବାରୁ ଗୁରୁ ବୁଦ୍ଧଦତ୍ତଙ୍କ ନିର୍ଦ୍ଦେଶ କ୍ରମେ ରାଜା ଅବଲୋକିତେଶ୍ୱର ମନ୍ତ୍ର ଜପ କଲେ। ଫଳରେ ମୂଷଳ ଧାରାରେ ବର୍ଷା ହେଲା। ସେହି ଦିନଠାରୁ ପ୍ରତିବର୍ଷ ନେପାଳରେ ମତ୍ସ୍ୟେନ୍ଦ୍ରନାଥଙ୍କର ରଥଯାତ୍ରା ଉତ୍ସବ ପାଳିତ ହୁଏ। ତାରାନାଥଙ୍କ ବିବରଣୀ ଅନୁସାରେ ମୀନନାଥ ବା ମତ୍ସ୍ୟେନ୍ଦ୍ରନାଥ ମତ୍ସ୍ୟଜୀବୀ ବା କୈବର୍ତ୍ତ ଥିଲେ। ତନ୍ତ୍ରାଲୋକ ଅନୁସାରେ ମତ୍ସ୍ୟେନ୍ଦ୍ରନାଥ ବଙ୍ଗଳାର ଚନ୍ଦ୍ରଦ୍ୱୀପ ବିନିର୍ଗତ ବୋଲି ଡକ୍ଟର ଚିନ୍ତାହରଣ ଚକ୍ରବର୍ତ୍ତୀ କୁହନ୍ତି। କିନ୍ତୁ ସବୁ ଦୃଷ୍ଟିକୋଣରୁ ଚିନ୍ତା କଲେ ଆମେ ଜାଣିବାକୁ ପାଇବା କି ଡକ୍ଟର ଦୋଳ ଗୋବିନ୍ଦ ଶାସ୍ତ୍ରୀ ଯୋଉ ପ୍ରମାଣ କରିଛନ୍ତି ମତ୍ସ୍ୟେନ୍ଦ୍ରନାଥ ଯିଏ ସେ ଓଡ଼ିଶାର ଥିଲେ। ଏଇଠି ଆମର ସରିଯାଇଛି ନାଥ ସାହିତ୍ୟର କିଛି ଆଲୋଚନା ଆମେ କରି ମତ୍ସ୍ୟେନ୍ଦ୍ରନାଥ, ଗୋରଖନାଥ ଏମାନଙ୍କ ସମ୍ପର୍କରେ ଆଲୋଚନା କରିଛେ। ମତ୍ସ୍ୟେନ୍ଦ୍ରନାଥ ହଉଛନ୍ତି ନାଥ ଧର୍ମର ବ୍ୟାପକ ପ୍ରସାର ପ୍ରଚାରରେ ତାଙ୍କର ହାତ ରହିଛି। ସିଦ୍ଧାଚାର୍ଯ୍ୟ ମତ୍ସ୍ୟେନ୍ଦ୍ରନାଥଙ୍କର ଏବଂ ଗୋରଖନାଥଙ୍କର ନେକ୍ସଟ କ୍ଲାସରେ ଆମେ
ଗୋରକ୍ଷନାଥଙ୍କ ସମ୍ପର୍କରେ ଆଲୋଚନା କରିବା।